চিহ্নিব কি দীনবন্ধু দীনন সরুছি কান্দু কান্দু ଆଉ ଚିହ୍ନିବ କି ଦୀନବନ୍ଧୁ ତୋର ଦୋଷ ମାନ ମୋର ସୁଦର୍ଶନ ତୋର ଦୋଷ ମାନ ମୋର ସୁଦର୍ଶନ ଚକ୍ରରେ ଛେଦିବ କନ୍ଧୁ ଏବେ ତ ଗୋଟିଏ ଦୋଷନ ନାସିର ହେ କାଳିଆ ଶାନ୍ତ ଏବେ ତ ଗୋଟିଏ ଦୋଷନ ନାସିର आहे प्रभु ब्रजइन्दु चिन्हिब कि दीनबन्धु कहिथिल परा आहे गिरिधरा क्षणे नदी बीत हृदु चिन्हिब कि दीनबन्धु। जय जगन्नाथ। मोर समस्त भाई भौणी मानक गुरु पूर्णिमार हार्दिक शुभेच्छा। समस्ते आज गुरु पाद पद्म मन को हजई दे से अनंत महाविष्णुकर अनंत कृपा को समस्ते लाभ करंतु। यही गुरु पूर्णिमा एति मोर कामना। कथा हेउछि आमे काहेकि गुरु करवा किए से गुरु प्रकृत रे जे गुरु से होचंती शिष्य। वास्तव रे प्रभु ही एठारे बंदी होइके अछंती एई शरीर रे बंदी होइके अछंती। से जो अनंत यात्रा आमे प्रभु को ठारू बाहर के आसीछे। प्रभु कहिसंती जे तुमे जाओ संसार लीला खेला करबा पे आमे लीला खेला करबा पे आसीछे। किंतु आमे प्रभु को भूल जाइछे प्रभुंकर नाम को भूल जाइछे। तेणु प्रभु अनैछंती आमे केते दिन पर आ प्रभु पाखु फेरुछे। आज मनुष्य शरीर काली छेली शरीर काली गाई शरीर तापरे मूषा शरीर एमती अनेक जोनि रे भ्रमुछे। आमे ए सब होछि हमर भड़ा घर किंतु प्रकृत घर होछि प्रभुंकर अभय पंजर। से विष्णु पंजर को आमे केबे फेरुछे प्रभु खाली सेतिकी चाहिछन। गोटे छोटिया कथा कहूछि। गोटे लोक गोटे कुआरे पड़ी जाइछि। आउ गोटे लोक से बाटर जाऊला से एमती चित्कार करुच्ची। अनेक लोक किए शुणिकी अणदेखा करके पलाऊँ। ता भर गोटे बाट जाऊला कूर किसी गोटे शब्द हो कूह पाखक जाकि पहुँचला बेलू देखला जड़े लोक पड़ी से कूअरे पाहाच ना तो से केमी उद्धार कर। तेणु से निजे से कूह को लंफ प्रदान कला एवं दिज जाक कुंढिया कुंढी होगी कूअर बाहर उठिले। उठिला बेलू बाहर को आसिले। बाहर को आसला बेलू तार खंडिया जो यार से खंडिया खंडिया ता भितर कीट दंशन करछि ताकू कीट दंशन करछि तार मुह कान फुली जाइछि हाथ गोड़ फुली जाइछि यार मध्य फुली जाइछि सी मध्य कादुआ माटिया होइछि ये मध्य कादुआ माटिया होइछि। तेणु यही समय जड़े बाटोई आउ जड़े बाटोई जाउथिले ये तुम पचारे भाई टिके रहिबो ना कौन ना आम दी जन जाक भितर किए कूअरे पड़ीथिला आ किए काहाकू उद्धार करछि किए कूअरे पड़िया वाला आ किए उद्धार करिया वाला आपण टिके निर्णय करी कहूँ। से कहले भाई मु केमती कहबी मु तो आपन दी जन जाक देखुछि आपन दी जन जाकर समान अवस्था। जी कूअरे पड़ी जी भी आपण भर पड़ीथिला सी जो भाया जी उद्धार करछि तार रंग वर्ण चिन्ह से मध्य से भाया मु केमती कहबी ताले ए कथार मीमांसा केमती हो।
ଏ କଥାର ମୀମାଂସା ହେବ କେବଳ ଏତିକି ହେଇପାରେ, ଯିଏ ପଡ଼ିଥିଲା ସିଏ ଜାଣିଛି ଯେ ମୁଁ କୂଅରେ ପଡ଼ିଥିଲି, ଅନ୍ୟ ଭାଇ ଜଣକ ମୋତେ ଉଦ୍ଧାର କରିଛନ୍ତି। ଯିଏ ଉଦ୍ଧାର କରିଛି ସିଏ ଜାଣିଛି ଯେ ମୁଁ ହେଉଛି ଉଦ୍ଧାରକର୍ତ୍ତା, ସିଏ ହେଉଛି ପଡ଼ିଥିବା ବ୍ୟକ୍ତି। ତେଣୁ ଅନ୍ୟ କେହି ଜାଣିପାରିବେ ନାହିଁ। ତେଣୁ ଏହି ଶରୀରରେ ଯେଉଁ ଜୀବ ଏବଂ ପରମ ଦୁଇ ଜଣ ଅଛନ୍ତି, ପ୍ରଭୁ ହେଲେ ପରମ ଏବଂ ଆମେ ହେଲେ ମଣିଷ। ଯେତେ ଛପନା କୋଟି ଜୀବ ଆମେ ପ୍ରଭୁଙ୍କ ପାଖରେ ଶରଣ ଯିବା ଉଚିତ। ତେଣୁ ଏ କଳି ଯୁଗରେ ତ ଲୋକମାନଙ୍କ ମନରେ ଅନେକ ଭ୍ରମ ସୃଷ୍ଟି ହେଉଛି ଏବଂ ତାକୁ ଦୂର କରିବା ମଧ୍ୟ ଏକ ବିଷମ ବ୍ୟାପାର। କେବଳ ଗୁରୁ ନ ଚାହିଁବା ବ୍ୟତୀତ ସେହି ପରମ ପୁରୁଷ ଭଗବାନ ନ ଚାହିଁବା ପର୍ଯ୍ୟନ୍ତ ତାଙ୍କର ଏହି ସୃଷ୍ଟିର ଲୀଳାରେ ଆମେ କିଛି ପରିବର୍ତ୍ତନ କରିପାରିବା ନାହିଁ। ଆମ ହାତରେ କିଛି ନାହିଁ। ଆମେ ମଧ୍ୟ ତାଙ୍କର ସେଇ ନାଚୁଥିବା କଣ୍ଢେଇମାନଙ୍କ ଭିତରୁ ମଧ୍ୟ ଆମେ ଜଣେ। ତେଣୁ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଶାନ୍ତିଧାମ ଆଶ୍ରମର ପ୍ରତିଷ୍ଠାତା ଠାକୁରଙ୍କର ଏକ ଗ୍ରନ୍ଥରୁ କିଛି ମୁଁ ଏ କଳିଯୁଗର ଭାବକୁ ପାଠ କରିକି ଆପଣମାନଙ୍କୁ ଯତ୍କିଞ୍ଚିତ ବୁଝାଇବା ପାଇଁ ଚେଷ୍ଟା କରିବି। ସେଥିରେ ଯାହା ଲେଖା ଅଛି ତାହା ହିଁ କେବଳ ମୁଁ ପାଠ କରୁଛି। କୌଣସି ଭାଇମାନଙ୍କୁ ଆକ୍ଷେପ କରି କହିବାର ଧୃଷ୍ଟତା ମୁଁ କରିବାକୁ ଚାହିଁ ନାହିଁ। ଆପଣମାନେ ତାହା ଶୁଣି ଯଦି ଆନନ୍ଦ ହେବେ ତାହେଲେ ମୋର ପରିଶ୍ରମ ସାର୍ଥକ ହେବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆଜିର ପବିତ୍ର ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ତିଥିରେ ମୋର ସମସ୍ତ ଈଶ୍ୱର ପ୍ରେମୀ, ଜଗନ୍ନାଥ ପ୍ରେମୀ, ଜ୍ୟେଷ୍ଠା ଶ୍ରେଷ୍ଠା ଜ୍ଞାନୀ ଗୁଣୀ ଉତ୍କଳୀୟ ଭାଇ ଓ ଭଉଣୀ ସମସ୍ତଙ୍କୁ ଏହି ଗୁରୁ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା। ଗୁରୁ ପୂର୍ଣ୍ଣିମାର ବିଶେଷତ୍ୱ ହେଉଛି ଯେ ଆମକୁ ଏହି ଦିନଟି ଏହା ହିଁ ଜଣାଇ ଦିଏ, ଗୁରୁଙ୍କର ଦର୍ଶନରେ ଗୋଟିଏ ସାଧୁଙ୍କର ଦର୍ଶନର ଫଳ ପ୍ରାପ୍ତି ହୋଇଥାଏ। ଗୋଟିଏ ସାଧୁ ତ ସାଧୁ, କୋଟିଏ ସାଧୁ କ'ଣ? ସାଧୁ ହିଁ ହେଉଛନ୍ତି ଗୁରୁ, ଆଉ ସାଧୁ ହିଁ ହେଉଛନ୍ତି ବୈଷ୍ଣବ, ସାଧୁ ହିଁ ହେଉଛନ୍ତି ଠାକୁର। ତେଣୁ କୋଟିଏ ସାଧୁର ଅର୍ଥ କାହିଁକି କୁହାଗଲା? ଯେ କୋଟିଏ ସାଧୁର ପୁଣ୍ୟର ଫଳ ମିଳେ। ଆମେ ଯଦି 1 କୋଟି ସଂଖ୍ୟାଟାକୁ ଲେଖିବା ତାହେଲେ 1 ସଂଖ୍ୟାର ଡାହାଣ ପଟକୁ 7ଟା ଶୂନ। ଯଦି ଏକକ ଘରୁ ଆମେ ଆସିବା 0 0 0 0 ଏମିତି 7ଟା ଶୂନ ପରେ ରହିଛି, ତାହେଲେ 7ଟା ଜିନିଷକୁ ଆମେ 0 କଲେ 1 ପାଖରେ ଆମେ ପହଞ୍ଚିବା। ନହେଲେ 1ରୁ ଅନେକ ହୋଇ ପ୍ରଭୁ ଏମିତି ବିଚ୍ଛିନ୍ନ ହୋଇ ଚତୁଃପାର୍ଶ୍ୱରେ ସବୁଠାରେ ଅଛନ୍ତି, ଆମେ କେଉଁଠି ପାଇବା? ତେଣୁକରି ଏ 7ଟା ଶୂନ କରିଦେଲେ ଆମେ 1 ଅନାଦି କୃଷ୍ଣଙ୍କ ପାଖରେ ଆମେ ପହଞ୍ଚିପାରିବା। ତେଣୁ ଆଜିର କଳିଯୁଗ କଥାଟା, କଳିଯୁଗରେ ଭକ୍ତମାନଙ୍କର ଭାବ କେଉଁ ଭଳିଆ, ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭାଷାରେ ସେ ଯାହା କଲମ କରିଛନ୍ତି ସେହି ଅନୁସାରେ ଆମେ ଆଜି ଆଲୋଚନା କରିବା। ତ ଗରୁଡ଼ ପଚାରୁଛନ୍ତି ପ୍ରଭୁଙ୍କୁ, ବେନି କର ଯୋଡ଼ି ଗରୁଡ଼ ପୋଛଇ आहे पद्मालया पति हे कली जुगे तोर भक्त माने केउ भावरे रही थांती हे। गरुड़ पचारुछंती प्रभु ए कली जुगरे आपणकर भक्त माने किपरि भावरे रही थांती? आउ रंग अधर रे मंदे मंदे हसी कहती रमार मन
କଳିର ଯେ କର୍ମ କେବଳ ସେ ଭ୍ରମ କହିବା ଏବେ ତା ଶୁଣ। କଳି ଯୁଗରେ ସମସ୍ତେ କେବଳ ଭ୍ରମରେ ହିଁ ରହିଥାନ୍ତି। ମହାପୁରୁଷମାନେ ଯେଉଁ କଥା କହିଥାନ୍ତି ତାର ସଠିକ୍ କଥାକୁ କେହି ନିର୍ଣ୍ଣୟ କରି ନଥାନ୍ତି। ଯେମିତିକି 7 ଦିନ 7 ରାତି ଅନ୍ଧାର ହେବ। ଅନ୍ଧାର ମାନେ କ'ଣ? ଚନ୍ଦ୍ର ସୂର୍ଯ୍ୟ କେହି ନଥିବେ। ଏପରି ଏକ ଯଦି ବିଶ୍ୱ ବ୍ରହ୍ମାଣ୍ଡରେ ଏମିତି ଗୋଟେ ସମୟକୁ ଆମେ କଳ୍ପନା କରିବା ତାହେଲେ ପୃଥିବୀ ଧ୍ୱଂସ ଆଡ଼କୁ ଯିବ। ସୂର୍ଯ୍ୟଙ୍କ ବିନା ଜୀବଜଗତ ବା ସୃଷ୍ଟିର ସ୍ଥିତି ଅସମ୍ଭବ। ତେଣୁ ପୃଥିବୀ ଯେତେବେଳେ ନଷ୍ଟ ବିନଷ୍ଟ ହୋଇଯିବ ସେତେବେଳେ ଜୀବଜଗତ ସମସ୍ତେ ନଷ୍ଟ ହୋଇଯିବ। ତାହେଲେ ସେପରି ଏକ ସମୟ ଯେତେବେଳେ ଚନ୍ଦ୍ର ସୂର୍ଯ୍ୟ ଆଦି ନଥିବେ, କେମିତି ଏହା ସମ୍ଭବ ହେବ? ଯଦି ସୂର୍ଯ୍ୟ ନଥିବେ ଆକାଶରେ କିମ୍ବା ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ କୌଣସି ବିଶାଳ ନକ୍ଷତ୍ର ଖଣ୍ଡ ଆସିକି ଯଦି ଆଢ଼ୁଆଳ କରିଦିଏ କିମ୍ବା କୌଣସି ବିଶାଳ କୁହୁଡ଼ି ଯଦି ପୃଥିବୀକୁ ଘେରି ରହେ, ତାହେଲେ ଏଭଳି ଏକ ଅବସ୍ଥା ଆସିବ, ଚନ୍ଦ୍ର ସୂର୍ଯ୍ୟ ନଥିବେ, 7 ଦିନ 7 ରାତି ଅନ୍ଧାର ହେବ। ସେ ସମୟରେ ଆମେ କ'ଣ ଥିବା? ଏବଂ ସେ ସମୟ ମଧ୍ୟ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ କଳନା କରିକି ହିସାବ କରି ଦେଖିଛନ୍ତି, ସେ ସମୟ ଏ ପର୍ଯ୍ୟନ୍ତ ଆସି ନାହିଁ। ପୃଥିବୀର ଜନସଂଖ୍ୟା ଦୃଷ୍ଟିରୁ ଯଦି ଦେଖିବା, ଏକ ବିଷମ ସଙ୍କଟ କେବଳ ଆସିପାରେ, ମାନେ କୃଷି ଭୂମିର ସମସ୍ୟା, ସହରୀକରଣ, ନଗରୀକରଣ, ରାସ୍ତାଘାଟ, ଗମନାଗମନର ରାସ୍ତାଘାଟର ବ୍ୟାପକତା, ଆଉ ଯନ୍ତ୍ରଚାଳିତ ଗାଡ଼ି ମଟରର ଇନ୍ଧନ ଅଭାବ, ଏମିତି କିଛି ସଙ୍କଟ ଆସିପାରେ ଯେଉଁ ସଙ୍କଟର ସମସ୍ୟା ବୈଜ୍ଞାନିକମାନେ କରିବା ପାଇଁ ସମର୍ଥ। କିନ୍ତୁ ମହାପୁରୁଷ ଯେଉଁ 7 ଦିନ 7 ରାତି ଅନ୍ଧାର କଥା କହିଛନ୍ତି ତାହା ଏହା ନୁହେଁ। ତାହା ହେଉଛି ପିଣ୍ଡରେ ଘଟିବ। ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସାଧକ ଯେଉଁମାନେ ଗୁରୁ ଗ୍ରହଣ କରିଛନ୍ତି ସେମାନେ ଚନ୍ଦ୍ର କ'ଣ ସୂର୍ଯ୍ୟ କ'ଣ ଜାଣିଛନ୍ତି। ତେଣୁ ତାଙ୍କୁ ସେ ଯେତେବେଳେ ଶରୀରରେ ଦେଖା ନ ଯିବେ ସେତେବେଳେ କ'ଣ କଲେ ପୁଣି ଦିବସ ହୋଇପାରିବ ଏବଂ ଯିଏ କରିପାରିବେ ସେ ନିଶ୍ଚିତ ଭାବରେ ମୃତ୍ୟୁକୁ ଜୟ କରିବେ। ଇଏ ହେଉଛି ମୃତ୍ୟୁଞ୍ଜୟଙ୍କର କଥା, ଇଏ ହେଉଛି ମୃତ୍ୟୁଞ୍ଜୟଙ୍କର ପାଠ। ତେଣୁ ଏଠାରେ ଗରୁଡ଼ ପଚାରୁଛନ୍ତି ଯେ ପ୍ରଭୁ କଳିରେ ଆପଣଙ୍କ ଭକ୍ତମାନେ କେମିତି ରହିବେ? ତ ପ୍ରଭୁ କହୁଛନ୍ତି ଯେ କଳିରେ କେବଳ ଭ୍ରମ ଗୁଡ଼ିଏ ଲୋକମାନଙ୍କ ମନରେ ସୃଷ୍ଟି ହୁଏ। ଯତିମାନଙ୍କୁ ଯେ ଅସତୀ କରିଛି ଧନରତ୍ନକୁ ଦେଖାଇ, ବୃକ୍ଷ ମୂଳକୁ ଯେ ଛାଡ଼ି ମୋ ଭକତେ ପକ୍କା ତୋଳୁଥିବେ ଯାଇ। ଏଠାରେ ସଂସାରର ଲୋକମାନଙ୍କ କଥା କୁହାଯାଉନି, ଏଠାରେ ଭକ୍ତମାନଙ୍କର କଥା କୁହାଯାଉଛି। ଭକ୍ତମାନେ ବୃକ୍ଷ ମୂଳକୁ ଛାଡ଼ିକି ଯାଇକି ପକ୍କା ଘର ସବୁ ତୋଳୁଥିବେ। ଯଦି ପକ୍କା ଘର ତୋଳୁଥିବେ, ଯେତେବେଳେ ଭୂମିକମ୍ପ ହୋଇଯିବ ସେତେବେଳେ କ'ଣ ହେବ? ଯିଏ ଝାଟି ମାଟି ଘରେ ରହିଛି ତା'ର ବେଶୀ କ୍ଷତି ହେବ ନା ଯିଏ କୋଠା ଘରେ ପକ୍କା ଘରେ ରହୁଛି ତା'ର ବେଶୀ କ୍ଷତି ହେବ? ଭୂମିକମ୍ପରେ ଯିଏ ପକ୍କା ଘରେ ରହୁଛି ତା'ର କ୍ଷତି ହେବ। ବନ୍ୟା ଯଦି ଆସିଲା, ଝାଟି ମାଟି ଘରେ ଯିଏ ଅଛି ତା'ର ବେଶୀ କ୍ଷତି ହେବ ନା ପକ୍କା ଘରେ ବେଶୀ କ୍ଷତି ହେବ ନା ଝାଟି ମାଟି ଘରେ କ୍ଷତି ହେବ? ତେଣୁ ଭକ୍ତମାନେ ଏଠାରେ ଟଙ୍କା ସୁନାକୁ ଲୋଭ କରିକି କେବଳ ଭକ୍ତମାନଙ୍କୁ କୁହାଯାଉଛି। ଯେଉଁମାନେ ପ୍ରଭୁଙ୍କର ଭକ୍ତ ସେମାନେ ପ୍ରଭୁଙ୍କୁ ଛାଡ଼ି, ଏଠି ବୃକ୍ଷ ମୂଳ କହିଲେ ବୃକ୍ଷ ହେଉଛନ୍ତି ଭଗବାନ, ତାଙ୍କ ମୂଳକୁ ଛାଡ଼ି ଲୋକମାନେ ଧନରତ୍ନ ଆଦିରେ ଲୋଭ କରିବେ। କେ ଭକ୍ତ କହିବ ମୁହିଁ କଳ୍କି ରାମ, କିଏ ଭକ୍ତ କହିଲାଣି ମୁଁ ହେଉଛି କଳ୍କି ରାମ। କେ ଭକ୍ତ କହିବ ମୁହିଁ କଳ୍କି ରାମ, ହୋଇଅଛି ଅବତାର। କେ କହିବ ମୁହିଁ ହର ଜନ୍ମି ଅଛି, ବସିବି ଅଶ୍ୱପୃଷ୍ଠର। କିଏ କହିବ ମୁଁ କଳ୍କି ରାମ ଜନ୍ମ ଲାଭ କରିଛି, କିଏ କହିବ ମୁଁ ଶିବ ଜନ୍ମ ହେଇଛି, ମୁଁ ଅଶ୍ୱପୃଷ୍ଠରେ ବସିବି। ଆଉ ଧଳା କଳା ଅଶ୍ୱପୃଷ୍ଠରେ ଚଢ଼ିଣ ଲେଛ କରିବୁ ସଂହାର।
ଆଠ ସହସ୍ର ଭକ୍ତ ଧରିଣ ଖେଳିବୁ ସତ୍ୟ ସତ୍ୟ ଆମ୍ଭଗୀର। କେହି କେହି ଭକ୍ତମାନେ ମଧ୍ୟ ଲୋକମାନଙ୍କୁ କହୁଥିବେ ଯେ ମୁଁ ହିଁ ଆଠ ସହସ୍ର ଭକ୍ତଙ୍କୁ ଧରିକି କଳା ଧଳା ଅଶ୍ୱ ଚଢ଼ି ମୁଁ ହିଁ ମ୍ଲେଚ୍ଛମାନଙ୍କୁ ସଂହାର କରିବି, ମୁଁ କଳ୍କି ରାମ ଜନ୍ମ ଲାଭ କରିଛି। ଇଏ ହେଉଛି ଘୋର କଳି ପ୍ରବଳର ଅବସ୍ଥା। ଆଉ କ'ଣ ହେବ? କେ କହିବ ମୁହିଁ ଅନନ୍ତ ଜନ୍ମିଛି, କେ କହିବ ଯଶୋବନ୍ତ ହେ, କେ କହିବ ବଳ ରାମ ସିନା ମୁହିଁ, କେ କହିବ ମୁଁ ଅଚ୍ୟୁତ ହେ, କେ କହିବ ମୁହିଁ ଜଗନ୍ନାଥ ଦାସ ହୋଇଅଛି ଅବତାର ହେ, ପଞ୍ଚସଖା ଆମ୍ଭେ ଜନ୍ମିଲୁଣି ଆସି, ପ୍ରଭୁ ଜନ୍ମିବେ ଥର ହେ। ପଞ୍ଚସଖା ମାନଙ୍କର ମାଳିକାକୁ ପାଠ କରିଦେଇ କେହି କେହି ଭକ୍ତ କହୁଥିବେ ଯେ ମୁଁ ବଳରାମ ଦାସ ଜନ୍ମ ହୋଇଛି, କିଏ କହିବ ମୁଁ ଅଚ୍ୟୁତ, କିଏ କହିବ ଅନନ୍ତ, କିଏ କହିବ ଯଶୋବନ୍ତ, କିଏ କହିବ ଜଗନ୍ନାଥ। ଏବଂ କେହି କେହି ଭକ୍ତମାନଙ୍କର ମେଳି ମଧ୍ୟ କରୁଥିବେ, କେହି କେହି ଯଜ୍ଞମାନ ମଧ୍ୟ ଅନୁଷ୍ଠାନ କରିବେ। କିଏ କହିବେ ଯେ ମୋର କଳା ଧଳା ଅଶ୍ୱ ମୁଁ ଚଢ଼ିବି, କିଏ କହିବ ମୁଁ 12 ହାତ ଖଣ୍ଡା ଧରିବି, କିଏ କହିବ ମୁଁ ମ୍ଲେଚ୍ଛ ସଂହାର କରିବି। ଆଉ କ'ଣ କଳିରେ ହେବ? କେ କହିବ ମୁହିଁ ନାରଦ ଜନ୍ମିଛି, କେ କହିବ ବିଶ୍ୱାମିତ୍ର ହେ, ବିଶ୍ୱରେ ଆମ୍ଭର ସର୍ବେ ସିନା ମିତ୍ର, କେହି ନୁହନ୍ତି ଅମିତ୍ର ହେ। କିଏ କହିବ ମୁଁ ନାରଦ, କିଏ କହିବ ମୁଁ ବିଶ୍ୱାମିତ୍ର, କିଏ କହିବ ସଂସାରରେ ସମସ୍ତେ ମୋର ମିତ୍ର। ଏହିପରି ଭାବରେ ସମସ୍ତେ ଭ୍ରମ ଲୋକମାନଙ୍କ ମନରେ, ଭକ୍ତମାନଙ୍କ ମନରେ ସୃଷ୍ଟି କରୁଥିବେ। କିଏ କହିବ ମୁଁ ବ୍ରହ୍ମା ଜନ୍ମି ଅଛି, ଏକ ମୁଖ ଅଛି ହୋଇ, କିଏ କହିବ ମୁଁ ବ୍ରହ୍ମା ଜନ୍ମ ହେଇଛି କିନ୍ତୁ ଏ ଜନ୍ମରେ ମୋର ଗୋଟିଏ ମୁହଁ, ଗୋଟିଏ ମୁଖ, ଆଉ ଖେଳ ବେଳେ ମୋର 4 ମୁଖ ହେବ, ଏ କଥା ମିଥ୍ୟା ନୁହଁ। କିଏ କହିବ ମୁଁ ବ୍ରହ୍ମା ଜନ୍ମ ହେଇଛି କିନ୍ତୁ ମୋର ବର୍ତ୍ତମାନ ଗୋଟିଏ ମୁଖ, ଆଉ ଖେଳ ବେଳେ ଯେତେବେଳେ ଲୀଳା ହେବ ସେତେବେଳେ ମୋର 4ଟା ମୁଖ ହେଇଯିବ। ତେଣୁ ଭକ୍ତମାନେ ସବୁ ଭ୍ରମରେ ପଡ଼ିବେ। ଭକ୍ତମାନେ ମୋର ଗୁପ୍ତେ ରହିଥିବେ, ଅଭକ୍ତଙ୍କ ରୀତି ଏହି ହେ, ଶୁଭ କଥାକୁ ଯେ ଅଶୁଭ କରନ୍ତି, କଳି କର୍ମେ ପ୍ରିୟ ବହି ହେ। ପୂର୍ବରୁ ଯେଉଁ କଥା ଆମେ କହିଲେ ତାହା ହେଉଛି ଅଭକ୍ତମାନଙ୍କର ରୀତି, କିନ୍ତୁ ଭକ୍ତମାନେ ସବୁ ଗୁପ୍ତରେ ରହୁଥିବେ। ତାଙ୍କୁ କିଏ କେଉଁଠି ଠାବ କରିକି ତାଙ୍କୁ ବା ମେଳି କରେଇ ପାରିବ? ଯେତେବେଳେ ପ୍ରଭୁଙ୍କର ଇଚ୍ଛା ହେବ ସେତେବେଳେ ସବୁ ମେଳି ହେବେ। ସେତେବେଳେ କେହି କହୁନଥିବେ ଯେ ମୁଁ ହେଉଛି ଜଗନ୍ନାଥ, ମୁଁ ଅନନ୍ତ, ମୁଁ ବିଶ୍ୱାମିତ୍ର, ମୁଁ ନାରଦ। ଗୁରୁମାନେ ସବୁ ପଣ ପଣ ହେବେ, ବଳି କରିଦେବେ ନାମ, ଧନୀ ଶିଷ୍ୟମାନ ବାଛି କରୁଥିବେ, ଟଙ୍କା କଉଡ଼ିରେ ଭ୍ରମ, ଧନ ଯେଉଁ ଭକ୍ତ ପାଶରେ ନଥିବ, ନାମ ନ ଦେବେ ତାହାଙ୍କୁ ଯେ, ବିନା ଧନେ ନାମ କେଉଁ ପରି ନେବୁ, ଆସିଛୁ ଆମ୍ଭ ପାଶକୁ ହେ। ଗୁରୁମାନେ ସବୁ ତାଙ୍କର ସବୁ ମୂଲ୍ୟ ବଢ଼େଇ ଦେଇଥିବେ। କିଏ କହୁଥିବ 5,000 ଦେବୁ, କିଏ କହୁଥିବ 10,000 ଦେବୁ, ଆଉ ମୋତେ ଗୋଟାଏ ଭଲ ଯୋଡ଼ ଦେବୁ। ଏମିତି କହିକି ବାଛି ବାଛି
ଧନୀ ଧନୀ ସବୁ ଦେଖିକି ଶିଷ୍ୟମାନେ ସବୁ କରୁଥିବେ ଏବଂ ନାମ ପ୍ରବଳ ନାମ ଦେଉଥିବେ। କିଏ 16 ଅକ୍ଷର ଦେଉଥିବ, କିଏ 14 ଅକ୍ଷର, କିଏ 12 ଅକ୍ଷର, କିଏ 10 ଅକ୍ଷର, କିଏ 16 କିଏ 32 ଅକ୍ଷର, ସବୁ ଏମିତି ମନ୍ତ୍ର ସବୁ ଦେଉଥିବେ। ଅଭକ୍ତ ହୋଇଣ ଧନ ଯଦି ଦେବ, ନାମ ନେଉଥିବ ସେହି ହେ। ଅନୁଭବୀ ନୋହି ଦେଉଥିବେ ନାମ, ମୁକାରରେ ବାଇ ହୋଇ ହେ। ଗୁରୁ ନିଜେ ଅନୁଭବୀ ହୋଇନଥିବେ, କିନ୍ତୁ ଯଦି ଜଣେ ଭଲ ଧନୀ ଶିଷ୍ୟ ଦେଖିଦେବେ ତାହେଲେ ତାଙ୍କୁ ସିଏ ନାମ ଦେଉଥିବେ। ହୁଏତ ପଛକେ ସିଏ ଅଭକ୍ତ ହେଇଥାଉ, ତା'ର ଗର୍ବ ଅହଙ୍କାର ପ୍ରବଳ ଥାଉ, ଭାବ ନଥାଉ, ତଥାପି ସେ ତାକୁ ନାମ ଦେଉଥିବେ। ଅମୂଲ୍ୟ ପଦାର୍ଥ ମୂଲ୍ୟ କରୁଥିବେ କୁଟୁମ୍ବ ପୋଷିବା ପାଇଁ। ଗୁରୁ ବସିଥିବେ ପଥର ନାବରେ, ଶିଷ୍ୟ ବସିବ ତାପରେ। ଗୁରୁ ଡୁବୁ ଡୁବୁ ଶିଷ୍ୟ ଟୁବୁ ଟୁବୁ ହେଉଥିବେ ଭଁରରେ। ଶୁଣନ୍ତୁ ଗରୁଡ଼ ଏକ ଗୁରୁ ମୁହିଁ ଏଜ୍ଞାନକୁ ଭୁଲିଯିବେ। ପ୍ରଭୁ କହୁଛନ୍ତି ଏ ସଂସାରରେ ଏକମାତ୍ର ଗୁରୁ ହେଉଛନ୍ତି ସେ ହେଉଛନ୍ତି ଏକମାତ୍ର ଗୁରୁ। ହାମ ଗୁରୁ ବୋଲି ନିଶ ମୋଡ଼ି କରି ରାଗରେ ହିନ୍ଦୀ କହିବେ। ଓଡ଼ିଆ ମାନେ ତ ରାଗିଗଲେ ଟିକେ ହିନ୍ଦୀ କହନ୍ତି, ତେଣୁକରି ସେ ଟିକେ ରାଗି ଯାଇକି ହାମ ଗୁରୁ ହେ ତୁମ ଚେଲା ହୋ ଏମିତି କହିକି ନିଶ ମୋଡ଼ି କହୁଥିବେ। କିନ୍ତୁ ଗୁରୁଙ୍କର ଲକ୍ଷଣ କ'ଣ? ଅକ୍ରୋଧ ବୈରାଗ୍ୟ ଜିତେନ୍ଦ୍ରିୟ, ଦୟା କ୍ଷମା ସର୍ବଜନ ପ୍ରିୟ। ଏହି ମାନ ସବୁ ବିପରୀତ ହେବେ, ଶୁଣନ୍ତୁ କଶ୍ୟପ ପୁଅ। କିନ୍ତୁ ପ୍ରକୃତରେ ଗୁରୁଙ୍କ ଗୁଣ ହେଲା କ'ଣ ନା ଅକ୍ରୋଧ, ମାନେ ରାଗୁ ନଥିବେ, କ୍ରୋଧ ନଥିବ, ବୈରାଗ୍ୟ କହିଲେ ଲୋଭ ନଥିବ, ଜିତେନ୍ଦ୍ରିୟ ଇନ୍ଦ୍ରିୟକୁ ଯିଏ ଜୟ କରିଥିବେ, ଏବଂ ଦୟା କ୍ଷମା ତଥା ସର୍ବଜନ ପ୍ରିୟ, ସମସ୍ତଙ୍କର ସେ ପ୍ରିୟ ଭାଜନ ହେଉଥିବେ। ଏହିପରି ଭାବର ଗୁଣ ଗୁରୁଙ୍କଠାରେ ନଥିବ। ମାଳି ଗୋଛା ଗୋଛା ବୁଝିଲା ବେଳକୁ ନାମ ଗୋଟିଏ ନଥିବ, ଆଉ ନାମ ଗୋଟିଏ ନଥିବ। ତିଳକ ଦିନକୁ ଅଧ ସେରେ ମାତ୍ର ଚିତା କଟା ହେଉଥିବ। ଭକ୍ତମାନେ ମୋର ଇନ୍ଦ୍ରଜାଲ ଶିଖି ଟଙ୍କା କରିବେ ଅର୍ଜନ। ଦିବସରେ ଚିତା ରାତ୍ରକୁ ଯେ ମାତା ବାବାଜୀ ସଙ୍ଗେ ମିଳନ। ମାୟା ସାଧୁମାନେ ହୋଇବେ ପ୍ରବଳ ବୈଷ୍ଣବ ବେଶ ଧରି। ଦିବସରେ ଥୋକେ ସାଧୁ ବୋଲାଇବେ, ରାତ୍ରକୁ କରିବେ ଚୋରି। ଦିନରେ ସାଧୁ, ରାତିରେ ଚୋରି କରୁଥିବେ। ଦେଖିଲା ବେଳକୁ ଦିନରେ କିନ୍ତୁ ସାଧୁ ବେଶ ଧରିଥିବେ, କିନ୍ତୁ ରାତ୍ରିରେ ତାଙ୍କର ଅନ୍ୟାନ୍ୟ କର୍ମ ଲୋକଲୋଚନକୁ ଆସିବ। କିନ୍ତୁ ପ୍ରକୃତରେ ଯିଏ ଅନୁଭବୀ ଯେଉଁ ଗୁରୁ, ସେ ହିଁ ସଦ୍ଗୁରୁ ବୋଲାନ୍ତି ଏବଂ ସେ ସତ୍ୟ କଥାକୁ ଉନ୍ମୋଚନ କରି ତାଙ୍କର ଶିଷ୍ୟଙ୍କୁ ତତ୍ତ୍ୱକୁ ଫେରିକି କହିଦେଇଥାନ୍ତି। ଜଡ଼ ବିଜ୍ଞାନକୁ ପଢ଼ି ହେବେ ଜଡ଼ ବିଜ୍ଞାନକୁ ପଢ଼ି ହେବେ ବଡ଼। ଚିନ୍ମୟ ବିଜ୍ଞାନ ଛାଡ଼ି ବିଦେଶୀମାନଙ୍କୁ ଗୃହରେ ପୁରାଇ ବଢ଼ାଇବେ ନିଶ ଦାଢ଼ି। ବିଦେଶୀ କହିଲେ କିଏ? ନା ବିଦେଶୀ ହେଉଛନ୍ତି ଆମ ଶରୀରରେ ଥିବା ପ୍ରକୃତିଗଣ। ଆମ ଇନ୍ଦ୍ରିୟମାନଙ୍କୁ ଯେ ପର୍ଯ୍ୟନ୍ତ ଆମେ ବଶୀଭୂତ ନ କରିଛେ ସେ ପର୍ଯ୍ୟନ୍ତ ସେମାନେ ବିଦେଶୀ। ଶୁଣନ୍ତୁ ଗରୁଡ଼ ଦେଉଳରେ ଦିଅଁ ନଥିଲେ କି ପ୍ରୟୋଜନ। ଦେଉଳ ଶୋଭାରେ ମନ ବଳୁଥିବ ଦିଅଁ ନ କରି ଦର୍ଶନ। ତେଣୁ ଦିଅଁକୁ ଦର୍ଶନ ନ କରିବା ପର୍ଯ୍ୟନ୍ତ ଖାଲି ଦେଉଳ ବଡ଼ ହୋଇଥିଲେ ଲାଭ କ'ଣ ଅଛି? ମନ ବୁଲୁଥିବ ବିଷୟରେ ଯାଇ ଲୋକେ ଜାଣିବାକୁ ହରି। ବିପଦ ପଡ଼ିଲେ ହରି ରଖ ବୋଲି ସମ୍ପଦ ଦେବେ ପାଶେ। ତେଣୁ ଏସବୁ ହେଉଛି କଳିଯୁଗର ଲକ୍ଷଣ। ସ୍ତ୍ରୀମାନେ ସବୁ ପ୍ରବଳ ହୋଇବେ, ଦୁର୍ବଳ ପତି ନାଶିବେ। ଯେଉଁ ସ୍ୱାମୀ
ରୋଜଗାର କରିପାରୁନଥିବ, ଯଦି ରୋଗ ବ୍ୟାଧିଗ୍ରସ୍ତ ହୋଇଗଲା ସ୍ତ୍ରୀମାନେ ସେମାନଙ୍କୁ ଛାଡ଼ିକି ପଳେଇବେ। ଅପତିବ୍ରତା ପଣକୁ ଆଚରିଣ ଥୋକେ ପାଞ୍ଚ ସ୍ୱାମୀ ନେବେ, ଥୋକେ ସ୍ତ୍ରୀମାନେ ସ୍ୱାମୀ କି ପାଦରେ ଖଟାଇବେ ଅଜ୍ଞାନରେ, ସ୍ତ୍ରୀ କଲେ ଗାଳି ପାଚିଲା କଦଳୀ ମଣୁଥିବେ ଥୋକେ ନରେ। ଆଉ କେତେକ ପୁରୁଷ ମଧ୍ୟ ନାରୀମାନେ ଯଦି ଗାଳି କରୁଥିବେ ସେ ତାହାକୁ ପାଚିଲା କଦଳୀ ସମଜ୍ଞାନ କରିବେ। କେତେ ଦୋଷ ପଛେ ସ୍ତ୍ରୀ କରିଦେବେ କାମ କେଳି ମାତ୍ର ମୂଳ, ଅନଳେ ପତଙ୍ଗ ପଡ଼ିଲେ ଯେପରି ତେସନଟି ଅଟେ ଫଳ, ମାଛ ଖାଇ ଥୋକେ ବୈଷ୍ଣବ ହୋଇବେ ଶୁଣ ବିନତା ନନ୍ଦନ। ମାଛ ଖାଇକି ମଧ୍ୟ ମାଛ ମାଂସ ଏସବୁ ଖାଇକି ମଧ୍ୟ କେତେକ ବୈଷ୍ଣବ ବୋଲାଇବେ କଳିଯୁଗରେ। କିନ୍ତୁ ପ୍ରକୃତରେ ଯେଉଁ ମାଛକୁ ଖାଇବା ପାଇଁ କହିଛନ୍ତି ପାଣି ତ ନଥିବ, ଆଉ ମାଛ କେଉଁଠି ପହଁରିବ ଯେ ତାକୁ ଆଉ ଆମେ ଖାଇବା? ପୋଖରୀରୁ ପାଣି ତ ଶୁଖି ଯାଇଥିବ। ମାଛ ମାଙ୍କର ଯେଉଁ ଅଂଶ ଛଅଟି ବା ମାଂସ ମାଙ୍କର ଅଂଶ, ଏବଂ ମାଙ୍କର ଯେଉଁ ଗୁଣ ରହିଛି ଆମେ ତାକୁ ତ୍ୟାଗ କରିବା ଉଚିତ। ଏହା ହିଁ ହେଉଛି ପ୍ରକୃତ ମାଛ ମାଂସ ଖାଇବାର ଅର୍ଥ। ହଠ ଯୋଗେ ସୁରା ପାନ କରୁଥିବେ କରି 84 ଆସନ, ଦେଖିଲା ବେଳକୁ ଆସନ ପ୍ରବଳ କରୁଥିବେ କିନ୍ତୁ ସାଧୁର ଗୁଣ ନଥିବ। ଆଉ ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ମାଗୁଥିବେ ବୈଷ୍ଣବ ହେ, ଫୁଲମାଳ ଥୋକେ ଗଳାରେ ଲମ୍ବାଇ ଶୁଭ କରିବେ ଅଶୁଭ ହେ। ପ୍ରଭୁ କହୁଛନ୍ତି ଇଏ ଯେତେ ପଦାର୍ଥ ଦେଲେ ମଧ୍ୟ କର୍ମଫଳ ଗୋଟି ମୋତେ ନ ଦେଇନ ନିଜେ ନିଜେ ଜୀବ ନେଇ। ତେଣୁ ଆମେ ଯେ ପର୍ଯ୍ୟନ୍ତ ଆମର କର୍ମଫଳ ପ୍ରଭୁଙ୍କୁ ସମର୍ପଣ ନ କରିଛୁ ତାହେଲେ ବିନାଶ କାଳରେ ବିପରୀତ ବୁଦ୍ଧି କେହ ବା କରିବ ନାହିଁ। ତେଣୁ ଯେ ପର୍ଯ୍ୟନ୍ତ ଆମେ କର୍ମଫଳକୁ ନିଜର ବୋଲି ଭାବୁଥିବା ସେ ପର୍ଯ୍ୟନ୍ତ ଆମର ବିପରୀତ ବୁଦ୍ଧି ରହିଛି ବୋଲି ଆମେ ନିଶ୍ଚିତ ଭାବରେ ନିଶ୍ଚିତ ହୋଇଯିବା। ତେଣୁ ଇଏ ତ ହେଉଛି କଳିଯୁଗର କଥା। ପିଣ୍ଡରେ ଟିକେ 10 ଅବତାରଙ୍କ କଥା ଜଗତଗୁରୁ ଠାକୁର କ'ଣ କହିଛନ୍ତି ସେହି ଅନୁସାରେ ଟିକେ ଆଲୋଚନା କରିବା। ବେନି କର ଯୋଡ଼ି ଗରୁଡ଼ ପୁଛଇ आहे अभय पंजर हे, बिंदु केउं परी 10 अवतार कहे कमलावर हे। गरुड़ पचारुछंती हे महाप्रभु, हे शरण पंजर, हे अभय दाता, हे भयर विनाश कर्ता, हे अशरण शरण, हे दीनजन शरण, हे चिरचिन्मय सुंदर विग्रह हे ठाकुरे। बिंदु केमिति 10 अवतार हेउछि, प्रकृत 10 अवतार कौन ठाकुरे कहउछंती। पुणी गरुड़ आहुरी पचारे कहले काहि थिला बिंदु किपरि खसिला कि वर्ण धइला आसी, महाप्रभु कि वर्ण धइला आसी, केते दिने ही शरीर निर्माण कह आहे ब्रह्म राशि, कहती अच्युत शुण मो भकत महाशून्य बिंदु थिला। भगवानकर अन्य नाम होछि अच्युत, जे सदा सर्वदा स्थिर, जहाँकर स्खलन नहीं, से होउछंती अच्युत। से कहले बिंदु महाशून्य रे थिला, क्रीड़ा अंते जननी गर्भरे जाई आनंदे वास करिला। क्रीड़ा अंते मातृगर्भरे जाकि आनंदर सी वास कला। अद्भुत ज्योति रूप होई बसिले स्फुलिंगरे जाई, माता पद्मरे थिला रज तहु मिसिला ब्रह्म बीज, से आसी आघ्राण रंध्रे खेलुअछंती
ଆନନ୍ଦରେ। ତେଣୁ ବିନ୍ଦୁ ମହାଶୂନ୍ୟରେ ଥିଲା। ଠାକୁର ଆଉ କ'ଣ କହୁଛନ୍ତି? ପ୍ରଥମରେ ନୀଳ ଆକାର ଧରେଣ ସ୍ଫଟିକ ରୂପେ ପ୍ରକାଶ ହେ। ପ୍ରଥମରେ ନୀଳ ଆକାର ଧରେଣ ସ୍ଫଟିକ ରୂପେ ପ୍ରକାଶ ହେ। ସ୍ଫଟିକ ମଧ୍ୟରେ ବାୟୁ ରହିବାରୁ ତେଣୁ ରୂପ ହେଲା ଦୃଶ୍ୟ ହେ। ଆଗ ନୀଳ ଜଳଟା ଯେତେବେଳେ ସ୍ଫଟିକ ରୂପ ଆକାର ହେଲା, ତା ଭିତରେ ବାୟୁ ରହିବାରୁ ଗୋଟିଏ ରୂପ ଗଠନ ହେଲା, ଯେଉଁ ରୂପକୁ ଆମେ ଦେଖିପାରିଲୁ। ସେ ଗୋଟିଏ ରୂପ ହେଲା। ଆଗ ତତ୍ପରେ ବିନ୍ଦୁ ଶଙ୍ଖ ବର୍ଣ୍ଣ ହୁଅନ୍ତେ ମତ୍ସ୍ୟ ରୂପକୁ ଧଇଲା। ବିନ୍ଦୁ ଯେତେବେଳେ ଶଙ୍ଖ ବର୍ଣ୍ଣ ହୋଇଗଲା, ଠାକୁର କହୁଛନ୍ତି ସେ ହେଲେ ମତ୍ସ୍ୟ ରୂପ। ତାପରେ ବିନ୍ଦୁ ନୀଳବର୍ଣ୍ଣ ହୁଅନ୍ତେ କୃମ ରୂପଟି ହୋଇଲା। ତାପରେ ନୀଳବର୍ଣ୍ଣ ହେଲା, ସିଏ ହେଲା କୃମ ରୂପ। ତାପରେ କୃଷ୍ଣ ବର୍ଣ୍ଣ ରୁଟି ଶୁକର ଶ୍ୱେତ ବର୍ଣ୍ଣ ପରଶୁରାମ। ତତ୍ପରେ ବିନ୍ଦୁ କଳା ଶ୍ରୀ ପୁଷ୍ପବର୍ଣ୍ଣ ତାହାଙ୍କୁ ବୋଲି ଶ୍ରୀରାମ। ତାପରେ ପୀତବର୍ଣ୍ଣ ବିନ୍ଦୁ ଧରନ୍ତେ ବାମନ ମୂରତି ଜାତ। ତାହାପରେ ଶ୍ୱେତ ବର୍ଣ୍ଣ ବଳଭଦ୍ର ରୂପ ଧରିଲେ ଅଚ୍ୟୁତ। ବିନ୍ଦୁ ପୁଣି ସ୍ଫଟିକ ବର୍ଣ୍ଣ ଧରନ୍ତେ ବୌଦ୍ଧ ରୂପ ପ୍ରକାଶ। ତତ୍ପରେ ଲୋହିତ ବର୍ଣ୍ଣଟି କଳଙ୍କି ଶୁଣ କୁହି ପକ୍ଷୀଶ। ଯେତେବେଳେ ବିନ୍ଦୁ କଜ୍ୱଳ ବର୍ଣ୍ଣର ରୂପକୁ କରେ ଧାରଣ, ନୃସିଂହ ଅବତାରଟି ସେହି ହେଲା ଶୁଣ ବିନତାନନ୍ଦନ। ଏହିପରି ବିନ୍ଦୁ ଦଶ ଅବତାର ରୂପ କରିଲେ ଧାରଣ। ଯେତେ ଦିନ ଏହି ଶରୀର ନିର୍ମାଣ କହୁଛି ତା ଏବେ ଶୁଣ। ନବଦିନେ ବ୍ରହ୍ମ ତାଳୁ ତିଆରିଲେ 18 ଦିନେ ଲଲାଟ। ବାଇମନ 18 ଦିନେ ଲଲାଟ। 27 ଦିନେ ତିଆରିଲେ ମୁହିଁ ତାହାକୁ ବୋଲି କର୍ଣ୍ଣାଟ। 9 ଦିନରେ ବ୍ରହ୍ମ ତାଳୁ, 18 ଦିନରେ ଲଲାଟ, 27 ଦିନେ 27 ଦିନରେ କାନକୁ ତିଆରି କଲେ। 45 ଦିନେ ନାସିକା ନିର୍ମାଣ କରିଲେ ସାରଙ୍ଗଧାରୀ। 2 ମାସ 12 ଦିନେ ହୃଦୟକୁ କରିଲେ ମୁହିଁ ତିଆରି। 2 ମାସ 12 ଦିନ ମାନେ 60 ଇଏ 72 ଦିନରେ ହୃଦୟକୁ ନିର୍ମାଣ କଲେ। 84 ଦିନେ ନାଡ଼ିକି ଗଢ଼ିଲେ, ତ୍ରିମାସେ ଇନ୍ଦ୍ରି ଖଞ୍ଜିଲେ। 61 ଦିନେ ମୂଳାଧାର ଚକ୍ର ଗୋଟିକି ରଚନା କଲି। 207 ଦିନେ ହସ୍ତ ଗୋଟି ସର୍ଜି ମେରୁ 200 ଦିନେ। ଏହିପରି କାୟା ଗଠନ ହୋଇଲା ପକ୍ଷୀରାଜ ରଖ ମନେ। ମୁହିଁ ଏହିପରି କାୟା ଏକାୟା ତିଆରି ଶରୀରରେ ଗୁପ୍ତ ଅଛି। ଏହିପରି ଶରୀରକୁ ତିଆରି କରି ପ୍ରଭୁ ପୁଣି ତା ଭିତରେ ଗୁପ୍ତରେ ରହିଲେ। ଅନ୍ୟ କିଏ ମୋତେ ଜାଣି ନ ପାରନ୍ତି, ଭକତ ମାତ୍ର ଜାଣୁଛି। ଭକ୍ତର ମୋହର ଅଭେଦ ପୀରତି ଜାଣିଥାଏ ମାତ୍ର ମୁହିଁ। ଭକ୍ତ ଭାବ ଦ୍ରବ୍ୟ ଭୁଞ୍ଜୁଥାଏ ନିତ୍ୟ, ତେଣୁ ମୁହିଁ ଭାବଗ୍ରାହୀ। ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଭକ୍ତର ଭାବକୁ କେବଳ ଠାକୁର ଗ୍ରହଣ କରିଥାନ୍ତି। ତେଣୁ ପ୍ରଭୁ ତାଙ୍କର ଭାବଗ୍ରାହୀ ନାମକୁ ସାର୍ଥକ କରିଥାନ୍ତି। ପତିବ୍ରତା ସ୍ତ୍ରୀଙ୍କର ମୁହିଁ ସ୍ୱାମୀ, ବିପତ୍ତିଙ୍କର ନୁହଇଁ। ବିନା ସ୍ତ୍ରୀ ଅଙ୍ଗ ଜୀବନ ଧରିଲେ ଆମ୍ଭକୁ ପାଇବ କାହିଁ। ଠାକୁର କହିଲେ ପତିବ୍ରତା ସ୍ତ୍ରୀଙ୍କର ସେ ସ୍ୱାମୀ, ଅର୍ଥାତ୍ ପ୍ରତିବ୍ରତା ନାରୀ ମନରେ ଯେମିତି ତା'ର ସ୍ୱାମୀ ବ୍ୟତୀତ ଆଉ କେହି ନଥାନ୍ତି। ବିଟପୀର କ'ଣ ଅଛି? ବିଟପୀ କହିଲେ ଏଠି ଜୀବ। ଏଇ ଜୀବର ଅନେକ ଚିନ୍ତା, ଅନେକ ଜଞ୍ଜାଳ, ସବୁଥିରେ ତା'ର ମନ ଥାଏ। ତେଣୁକରି ତାକୁ ବିଟପୀ ବୋଲି ଏଠି ଠାକୁର କହିଲେ। ଏବଂ ଯେତେବେଳେ ଜୀବ ପତିବ୍ରତା ଧାରଣ କରିବ ମାନେ ଏକ ପ୍ରଭୁ, ଏକ ଈଶ୍ୱର, ଏକ ସ୍ୱାମୀଙ୍କ ବ୍ୟତୀତ ଆଉ କାହାକୁ
ମନରେ ନ ଆଣିବାଟା ହେଉଛି ଯାହା ବି କର୍ମ କରିବ ସେ ପ୍ରଭୁଙ୍କ ନିମିତ୍ତ କର୍ମ କରେ, ସେ ହେଉଛି ପତିବ୍ରତା। ଏବଂ ସ୍ତ୍ରୀ ଅଙ୍ଗ ସାଧନ ନ କରିବା ପର୍ଯ୍ୟନ୍ତ କେହି ପ୍ରଭୁଙ୍କୁ ପାଇନାହାନ୍ତି ବୋଲି ମଧ୍ୟ କହିଛନ୍ତି। ମୋହର ହୃଦୟ ସାଧୁମାନେ ସିନା ସାଧୁଙ୍କ ହୃଦୟ ମୁହିଁ। ପ୍ରଭୁ କହୁଛନ୍ତି ମୋ ହୃଦୟରେ ସାଧୁ ରୁହନ୍ତି ଏବଂ ସାଧୁଙ୍କ ହୃଦୟରେ ମଧ୍ୟ ମୁଁ ରୁହେ। ସେହି ସାଧୁଙ୍କର ପରିତ୍ରାଣ ପାଇଁ ହୁଅଇ ମୁଁ ଅବତାର। ଦୁଷ୍କୃତ ନାଶଇ ଧର୍ମକୁ ସ୍ଥାପଇ ଏତିକି କାମ ମୋହର। ପ୍ରଭୁଙ୍କର ଆଉ କିଛି କାମ ନାହିଁ। ସେ କେବଳ ଦୁଷ୍କୃତକୁ ବିନାଶ କରି କେବଳ ସୁକୃତ ସ୍ଥାପନ କରନ୍ତି, ଧର୍ମକୁ ସ୍ଥାପନ କରିବା ପାଇଁ। ଏହି ତିନି କାମ ସାରି ଅଭିରାମ କୋଳେ କରଇ ଶୟନ। କହେ ଅଭିରାମ ଆସ ମୋର ଈଶ ଭକ୍ତଙ୍କର କିଣା ଧନ। ତେଣୁ ଠାକୁରେ କହିଛନ୍ତି ଯେ ଏହି ତିନୋଟି କର୍ମ କେବଳ ସିଏ କରନ୍ତି। ଭକ୍ତମାନଙ୍କର ଭାବର ଆସ୍ୱାଦନ କରନ୍ତି, ଦୁଷ୍କୃତକୁ ବିନାଶ କରନ୍ତି ଏବଂ ଧର୍ମର ସ୍ଥାପନା କରନ୍ତି। ଏହି ତିନୋଟି କର୍ମ ସାରି ପୁଣି ପ୍ରଭୁ ଅନନ୍ତ ଶୟନରେ ଯୋଗ ନିଦ୍ରା ଯାଆନ୍ତି।